ବାଲେଶ୍ୱର ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ସାମ୍ବାଦିକ ଚିତ୍ତ ସାହୁଙ୍କ ସ୍ମୃତିଚାରଣ ସଭା ବାଲେଶ୍ୱର ସାମ୍ବାଦିକ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବାଲେଶ୍ୱର ବାର୍ ଆସୋସିଏସନର ସଭାପତି ମନୋଜ ନାୟକ ଯୋଗଦେଇ ସ୍ୱର୍ଗତ ଚିତ୍ତ ସାହୁଙ୍କୁ ସ୍ମୃତିଚାରଣ କରି କହିଥିଲେ, ସେ ଏଭଳି ଜଣେ ସାମ୍ବାଦିକ ଥିଲେ ଯାହାଙ୍କ ପଛରେ ସମ୍ବାଦ ଗୋଡ଼ାଉଥିଲା। ସେ ସମ୍ବାଦ ପଛରେ ଗୋଡ଼ାଇବା ଅଥବା ସାଲିସ କରି ସମ୍ବାଦ ପରିବେଷଣ କରିବା କେବେ ନଜରକୁ ଆସିନାହିଁ। ସେହିଭଳି ବାଲେଶ୍ୱର ସମାଜ ଖବରକାଗଜର ମୁଖ୍ୟ କୁଳମଣି ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ସ୍ମୃତି କମିଟିର ଏଭଳି ପ୍ରୟାସ ଦିନେ ଓଡ଼ିଶାକୁ ନୂଆ ରାସ୍ତା ଦେଖାଇବ। ସାମ୍ବାଦିକ ଜଣେ ମହମବତୀ ହେବା ଦରକାର, କାରଣ ସେ ନିଜେ ଜଳିବ ମାତ୍ର ସମାଜକୁ ଆଲୋକ ପ୍ରଦାନ କରିବ। ମାତ୍ର ସେ ଧୂପ ହେବା ଉଚିତ ନୁହେଁ, କାରଣ ସେ ଧୂପ ହେଲେ ପଦବନ୍ଦନ କରିବ, ତୋଷାମଦକାରୀ ହୋଇଯିବ। ସେହିପରି ଧ୍ୱନି ପ୍ରତିଧ୍ୱନିର ସମ୍ପାଦକ ସୃଷ୍ଟିଧର ପରିଡ଼ା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ମୃତିଚାରଣ କରିବା ସହିତ ସ୍ମୃତି କମିଟି କିଭଳି ଭାବରେ ଆଗକୁ ଆହୁରି ମଜବୁତ ସହକାରେ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ସୁଖ ଦୁଃଖରେ ଠିଆ ହୋଇପାରିବ ପରାମର୍ଶ ଦେଇଥିଲେ। ପ୍ରେସ୍ ଇମ୍ପ୍ରେସର ମିଡିଆର ସଭାପତି ଉଜ୍ଜ୍ୱଳ କର ମହୋଦୟ ଯୋଗଦେଇ ସ୍ମୃତିଚାରଣ କରିବା ସହ କୌଣସି ପରିସ୍ଥିତିରେ ସାମ୍ବାଦିକ ଖବର ସହିତ ସାଲିସ କରିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ମୃତିଚାରଣ ସଭାରେ ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟ, ଭଗବାନ ଦାସ, ପ୍ରସଞ୍ଜିତ ଆସ, ତପନ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ଅଭୟ ଦାସ, ସୁରେନ୍ଦ୍ର ଜେନା, ହୃତିକ ଦାସ, ଗଣେଶ୍ୱର ରାଉତ, ସୁଦୀପ୍ତ ମହାନ୍ତି, ସୁବ୍ରତ କୁମାର ଦାସ, ମନୋଜ କୁମାର ବିଶ୍ୱାଳ ପ୍ରମୁଖ ସାମ୍ବାଦିକ ଯୋଗଦାନ କରି ସ୍ମୃତିଚାରଣ କରିଥିଲେ। ସର୍ବଶେଷରେ ଭଗବାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ହସନ୍ତି କହନ୍ତି ଛୁଆ ଆଗ ଯୁଗ ବାଘ ଖାଇବା ଯେ ଏ ଯୋଉ ସମ୍ବାଦ। ओम शांति।